ଯେ ଶ୍ମଶାନ ଶବ ସତ୍କାର ବା ଶବର ଅନ୍ତିମ ଯାତ୍ରାରେ ମହିଳାମାନେ କାହିଁକି ଶ୍ମଶାନକୁ ଯାଆନ୍ତି ନାହିଁ। ଲୋକାଚାର ମତ ଏବଂ ଆଧ୍ୟାତ୍ମିକ ମତରେ ପାଞ୍ଚଟି ବିଶେଷ ଗୁରୁତ୍ୱପୂର୍ଣ୍ଣ ଜିନିଷ ଥାଏ। ଆମେ ଜାଣିବା ମହିଳାମାନଙ୍କୁ କାହିଁକି ଶ୍ମଶାନକୁ ବାରଣ କରାଯାଇଛି। ନମସ୍କାର, ମୁଁ ବାସ୍ତୁବିତ୍ ଗଜେନ୍ଦ୍ର ପ୍ରସାଦ ଅଗସ୍ତି ଶର୍ମା। ଶ୍ମଶାନ ଏକ ହୃଦୟ ବିଦାରକ ଜାଗା, ଯେ କି ଦୀର୍ଘ ଦିନର ସମ୍ପର୍କ ଶ୍ମଶାନରେ ତୁଟିଯାଏ ଏବଂ ତାଙ୍କର ଶରୀରକୁ ଦାହ କରାଯାଏ କିମ୍ବା ପୋତାଯାଏ। ଏସବୁ କ୍ଷେତ୍ରରେ ମହିଳାମାନଙ୍କୁ କାହିଁକି ବାରଣ କରାଯାଏ? ପାଞ୍ଚଟି ଜିନିଷ। ପ୍ରଥମ ଜିନିଷ ହେଲା, ବିଶେଷତଃ ମହିଳାମାନଙ୍କର ହୃଦୟଟା ଅତି କୋମଳ ଥାଏ। କୋମଳ କାରଣ ହେତୁ ଯେତେବେଳେ ଶବକୁ ଦାହ କରାଯାଏ, ପୋଡ଼ାଯାଏ, ସେମାନେ ଧୈର୍ଯ୍ୟର ସହିତ ତାକୁ ଦେଖିପାରନ୍ତି ନାହିଁ, ଚେତାଶୂନ୍ୟ ମଧ୍ୟ ହୋଇଯାଆନ୍ତି। ପୁରୁଷ ଲୋକମାନଙ୍କ କ୍ଷେତ୍ରରେ ତାଙ୍କ ହୃଦୟ ଟିକେ କଠୋର ଥାଏ, ସେମାନେ ତାକୁ ଠିକ୍ସେ ବାଲାନ୍ସ କରିପାରନ୍ତି। ଦ୍ୱିତୀୟତଃ, ସେମାନେ ଯେଉଁ ଦୁର୍ବଳ ହୃଦୟ ଥିବା ହେତୁ ସେମାନଙ୍କର ଭିତରେ ଅନ୍ୟ ପାପ ଶକ୍ତି ବା ଅପଦେବତା ତାଙ୍କ ଶରୀର ମଧ୍ୟ ପଶିଯାଇଥାଏ ଏବଂ ସେମାନଙ୍କୁ ଦୀର୍ଘକାଳୀନ ଜ୍ୱର ମଧ୍ୟ ହୋଇଥାଏ, ତେଣୁ ସେମାନେ ଯାଆନ୍ତି ନାହିଁ। ତୃତୀୟ କାରଣ, ଶବ ସତ୍କାର ସରିଲା ପରେ ସମସ୍ତେ ଗାଧୋଇବା ଆବଶ୍ୟକ, କାରଣ ଶବର ଧୂଆଁଟା ସବୁଠାରୁ କ୍ଷତିକାରକ ଧୂଆଁ। ଶବର ସତ୍କାର ସମୟରେ ସମସ୍ତଙ୍କୁ ଅନୁରୋଧ, ନାକରେ ମଧ୍ୟ କପଡ଼ା ବାନ୍ଧନ୍ତୁ, ମାସ୍କ ପିନ୍ଧନ୍ତୁ, ସେ ଧୂଆଁଟା ଶରୀର ଭିତରୁ ନଯାଉ। ସେ ଧୂଆଁଟା ବହୁତ କ୍ଷତିକାରକ ଥାଏ। ଏ କ୍ଷେତ୍ରରେ ମାଆମାନଙ୍କର ମଧ୍ୟ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଥାଏ। ଆମେ ସତ୍କାର ସରିଲା ପରେ ମୁଣ୍ଡ ଧୋଇ ଗାଧୋଇବା କଥା। ଯଦିଓ ରାତିରେ ଆମେ ଶବ ସତ୍କାର କଲେ ଶୀତ ଦିନ ଥାଏ, ଯଦି ମାଆମାନେ ରାତିରେ ପୁଣି ମୁଣ୍ଡ ଧୋଇ ଗାଧୋଇବା ହୋଇନଥାଏ, ସମ୍ଭବ ହୋଇନଥାଏ। ତୃତୀୟ କାରଣ, ଦଶାହ କର୍ମରେ ଆମେମାନେ ମୁଣ୍ଡ ନ ହେଇଥାଉ, ଚୁଟି ପକାଇଥାଉ। ମାଆମାନେ ଚୁଟି ପକାଇ ନଥାନ୍ତି, କାରଣ ସେମାନେ ଶ୍ମଶାନକୁ ଯାଇନଥାନ୍ତି। ଚତୁର୍ଥ କାରଣ, ଆମେ ଶବ ଯେତେବେଳେ ସତ୍କାର କରିବା ପାଇଁ ଯାଉନା, ଘରର ଅନ୍ୟ ଜିନିଷ ସବୁ ତାକୁ ନେଇ ଆଣି ଥୋଇବା ଦାୟିତ୍ୱ ମାଆମାନଙ୍କର। ଆମେ ସତ୍କାର କରିବା ପାଇଁ ଗଲେ ମାଆମାନେ ଘରର ଅବଶିଷ୍ଟ କାମ ଗୁଡ଼ାକ ଆମେ ସତ୍କାର କରିକି ଆସିଲା ପରେ ସେମାନେ ଆମର ତାପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ସେମାନେ ଯୋଗାଡ଼ କରି ରଖିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ, ଯଦି କୌଣସି ସ୍ୱାମୀର ଶବକୁ ସତ୍କାର କରିବା ପାଇଁ ତା ସ୍ତ୍ରୀ ଯାଇଥାଏ, ମୁଖ୍ୟତଃ ବେଶୀ ଦୁର୍ବଳ ହୋଇଯାଆନ୍ତି ସ୍ତ୍ରୀମାନେ। ସେ ଅବସ୍ଥାରେ ତାଙ୍କୁ ପୁଣି ରିକଭରି କରିବା କଷ୍ଟକର ହୋଇଥାଏ। ଏଇ 5-6ଟି ଆଧ୍ୟାତ୍ମିକ ଏବଂ ଲୌକିକ କାରଣ ପାଇଁ ମାଆମାନଙ୍କୁ ଶବ ସତ୍କାରରେ ଅଂଶଗ୍ରହଣ କରିବା ପାଇଁ ମନା କରାଯାଇଥାଏ। ମୁଖ୍ୟତଃ ଶବ ସତ୍କାର କରିବା ସମୟରେ ମହିଳାମାନେ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ନଥାନ୍ତି। ଯଦି ଅଗ୍ନିରେ ଲଗାଇଲେ, ଦାହ କଲେ, ପଞ୍ଚଭୂତରେ ଲୀନ କରିବା ପାଇଁ ଆମେ ଚାହିଁଲେ ତା ଶବକୁ, ସେ ସମୟରେ ପାଖାପାଖି ଯଦି ଅପରିଷ୍କାର ଥାଏ, ନିଆଁ ମାଡ଼ି ଆସେ, ସେମାନେ ଶୀଘ୍ର ଯିବା ପାଇଁ ମଧ୍ୟ ସମ୍ଭବ ହୋଇନଥାଏ। ପୁରୁଷମାନଙ୍କ କ୍ଷେତ୍ରରେ ସେମାନଙ୍କର ସମ୍ଭବ ହୋଇଥାଏ। ମୁଖାଗ୍ନି ଦେବା ମଧ୍ୟ ସ୍ତ୍ରୀ ଲୋକମାନଙ୍କ ପାଇଁ ସମ୍ଭବ ହୋଇନଥାଏ, କାରଣ ଅଗ୍ନି ଧରି ଯେତେବେଳେ ଆମେ ଚାରି ସାଇଡ଼ ବୁଲିବା, ସେ ସମୟରେ ତାଙ୍କର ବସ୍ତ୍ରରେ, ଶାଢ଼ୀ ପିନ୍ଧିଥିବା ଶାଢ଼ୀରେ ମଧ୍ୟ ଅଗ୍ନି ସଂଯୋଗ ହୋଇପାରେ। ତେଣୁକରି ସେମାନଙ୍କୁ ଏ କ୍ଷେତ୍ରରେ ବାରଣ କରାଯାଇଛି। ଏସବୁ କ୍ଷେତ୍ର ପାଇଁ ଶବ ସତ୍କାର ପାଇଁ ପୁରୁଷ ଲୋକମାନଙ୍କ ପାଇଁ ଦିଆଯାଏ। ତାଙ୍କର ସେତିକି ହୃଦୟ କଠୋର ଥିବା ହେତୁ ପୁରୁଷ ଲୋକମାନଙ୍କୁ ଶବ ସତ୍କାରରେ ମୁଖ୍ୟ ଭୂମିକା ଗ୍ରହଣ କରାଯାଇଥାଏ। ଜୟ ଜଗନ୍ନାଥ।